ଏଇଟା ପଛପଟ ଜାଗାଟା ଦେଖୁଛ, ପଛପଟ ଜାଗାଟା ତ ସେଠି ଏକ କରିବା ମନା ଅଛି। ତ ଆମେ ଜାଣିପାରିଥିଲୁ ଖସି ଯାଇଥିଲୁ। ଏଇଟା ହେଲା କଟକ ବସଷ୍ଟାଣ୍ଡ। କଟକ ବସଷ୍ଟାଣ୍ଡରୁ ଆମେ ଆସିଥିଲୁ, ଜଳଖିଆ ଜଷ୍ଟ ଖାଇଲୁ। ଜଳଖିଆ ଖାଇସାରିଲା ପରେ ଜଷ୍ଟ ଗୋଟେ ପିଲା, ଆମ ପିଲାଟାକୁ ଏକ ନାଗିଲା। ସେ ଟୋଟାଲ୍ ଗୋଟେ ଲେଖା ହେଇନି, ସେ ସିଧା ଗୋଟେ ପାଚେରୀ ବାଗିଆ ଥିଲା। ତ ସେଠି ସେ ପଳେଇଗଲା। ତ ସେଠି ସେମାନେ ଗୋଟେ ସିକ୍ୟୁରିଟି ଥିଲା, ସେ ସିକ୍ୟୁରିଟି ଆମକୁ ଧରିଦେଲା। ସେ କାହା କତିକି ଗୋଟେ ଫୋନ୍ କରିଦେଲା, କହିଲା ସାର୍ ଆସୁଛନ୍ତି, ତ ସେଠି ଅପେକ୍ଷା କର। ତ ଆମେ ଅପେକ୍ଷା କଲୁ। ତାପରେ ସେ କହିଲା କି ଏଠି ଏକ କରିବା ମନା, ଆଉ କେତେ ଏକ କରିଦେଇଛ ତ ଫାଇନ୍ ପଡ଼ିବ। ନା କେତେ ଟଙ୍କା କହିଛନ୍ତି? 200 ଟଙ୍କା। ମୁଁ କହିଲି କିଏ ନେବେ? ନା ସାର୍ ଆସିବେ। ତାପରେ ସିଏ ଆଉ କିଛି ସମୟ ପରେ କହିବାକୁ ଚାହୁଁଛି କି ମୋତେ 100 ଟଙ୍କା ଦିଅ, ମୁଁ ତୁମକୁ ଛାଡ଼ିଦେବି। ମାନେ ଏଇଟା କ'ଣ ଅର୍ଥ? କଟକ ଷ୍ଟେସନ, କଟକ ବସଷ୍ଟାଣ୍ଡ ଷ୍ଟେସନରେ ଏମିତି କରିବା କ'ଣ ଭଲ? ସେଇଆ କହିବାକୁ ଚାହୁଁଛି କି କିଛି ମାନେ ଏମିତି କରୁଛନ୍ତି, କେଉଁଥିପାଇଁ କରୁଛନ୍ତି, କାହିଁକି କରୁଛନ୍ତି? ମାନେ କେତେ ତ ଫାଇନ୍ ନେବାର, ତ ସେଇଟା ଆମକୁ ବୁଝେଇଦେବେ କି ହଁ ସାର୍ ଆସିଲେ ଆମେ ସାର୍ ସାଙ୍ଗେ ଅପେକ୍ଷା କରିଥାନ୍ତୁ, କିନ୍ତୁ କହିଛନ୍ତି କି ନାଇଁ ଆଉ ତୁମେ ପଇସା 100 ଟଙ୍କା ଆମେ ଚୁକୁନା ଦେଇଦିଅ ଆଉ ପଳେଇ ଯାଅ। ତ ଏମିତି କରିବା କ'ଣ ମିଳିଲା କ'ଣ ତା ଦେହରୁ? ତ ମୋତେ ନିଜେ ଗୋଟେ ଖରାପ ଲାଗୁଛି। ମାନେ କଟକ ସେ ଷ୍ଟେସନରେ ବସଷ୍ଟାଣ୍ଡ ଷ୍ଟେସନରେ ରହିଲା ବି ସେ ଆମକୁ ସାଙ୍ଗେ ଏମିତି ସେ ବିହେଭ୍ ହେଉଛି। ଏତେ କ'ଣ ହେଇଛି ପ୍ରୋବ୍ଲେମ୍, ସେଇଟା ଆମକୁ କହିଛନ୍ତି ତ।